Hello everyone, welcome back to my YouTube channel Rajashree Tutorials. My dear students, ज्ञान ही एकमात्र उपादान जहाँ मଣିଷକୁ कौनसी ସ୍ଥାନରେ कौनसी पर्याୟରେ एवं कौनसी ସମୟରେ ଛାଡ଼ି ନଥାଏ ଏବଂ ଜ୍ଞାନ ଆହରଣ କରିବା ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ସମୟ କିମ୍ବା ସ୍ଥାନର ଦରକାର ପଡ଼ିନଥାଏ। ଏହା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ତୁମେମାନେ ସମୟର ସଦୁପଯୋଗ କର, ଦେଖିବ ତୁମକୁ ସଫଳତା ସୁନିଶ୍ଚିତ ମିଳିବ। କାହିଁକି ନା ସମୟ ଏବଂ ଶିକ୍ଷାର ସଦୁପଯୋଗ ଜଣେ ବ୍ୟକ୍ତିକୁ ସଫଳ କରିଥାଏ। ଯେଉଁ ଛାତ୍ରଛାତ୍ରୀମାନେ ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ନିମନ୍ତେ ମୁଁ କିଛି ସିଲେକ୍ଟିଭ କ୍ୱେଶ୍ଚନ୍ ପ୍ରସ୍ତୁତ କରିଛି ଓ ଏହାର ସହଜ ସମାଧାନ ବର୍ତ୍ତମାନ ଆମେ ଶିଖିବା। କ୍ୱେଶ୍ଚନ୍ ନମ୍ବର 1, ଦତ୍ତ ଚିତ୍ରରେ ମୋଟ କେତୋଟି ତ୍ରିଭୁଜ ଅଛି? ପିଲାମାନେ ତୁମମାନଙ୍କୁ ଯଦି ଏହିପରି କ୍ୱେଶ୍ଚନ୍ ଦିଆଯାଏ ତେବେ ପ୍ରଥମେ ଚିତ୍ରରେ ଥିବା ଭୂ ସମାନ୍ତର ରେଖାଗୁଡ଼ିକୁ ଗଣି ନେବ। ତାପରେ ମୁଁ ଯେପରି ନମ୍ବରିଂ କରିଛି ସେହି ପ୍ରକାରରେ 1, 2, 3, 4 ଭାବେ ନମ୍ବରିଂ କରିନେବ। ଯେତେଥର ଆମେ ନମ୍ବରିଂ କରିଲେ ସମସ୍ତ ନମ୍ବରକୁ ଯୋଗ କରିବା ଓ ପ୍ରତ୍ୟେକ ଯୋଗଫଳକୁ ପୁଣି ଥରେ ଯୋଗ କରିବା, ଯାହା ହେବ ତାହା ହେଉଛି ଆମର ଉତ୍ତର। ପିଲାମାନେ ତମେ ଏଠାରେ ଲକ୍ଷ୍ୟ କର, ଦେଖିବ କ୍ରମିକ ସଂଖ୍ୟାମାନଙ୍କର ଯୋଗଫଳ ଆସୁଛି। ଯେପରି 1, 2, 3, 4ର ଯୋଗଫଳ। ତ କ୍ରମିକ ସଂଖ୍ୟାମାନଙ୍କର ଯୋଗଫଳର ସୂତ୍ରଟି କ'ଣ ଜାଣିଛ ନା? ଯଦି ନ ଜାଣିଛ ତେବେ ମୁଁ ଲେଖିଦେଉଛି। ଯୋଗଫଳର ସୂତ୍ରଟି ହେଲା ଶେଷ ସଂଖ୍ୟା ଗୁଣନ ତାର ପର ସଂଖ୍ୟା ହରଣ 2। ଏହି ସୂତ୍ରଟିକୁ ପ୍ରୟୋଗ କରି ଆମେ ଦତ୍ତ ଚିତ୍ରରେ ଥିବା ତ୍ରିଭୁଜ ସଂଖ୍ୟାକୁ ଗଣିପାରିବା। କ୍ୱେଶ୍ଚନ୍ ନମ୍ବର 2, ଦତ୍ତ ଚିତ୍ରରେ ମୋଟ କେତୋଟି ତ୍ରିଭୁଜ ଅଛି? ପିଲାମାନେ ଏହି ପ୍ରଶ୍ନଟିର ଉତ୍ତର ତମେ ନିଜେ କରିବ ଏବଂ ମୋତେ ଜଣାଇବ। କ୍ୱେଶ୍ଚନ୍ ନମ୍ବର 3, ଦୁଇଟି ସଂଖ୍ୟାର ଲସାଗୁ 144 ଓ ଗସାଗୁ 6 ଯଦି ଗୋଟିଏ ସଂଖ୍ୟା 18 ହୁଏ, ଅନ୍ୟଟି କେତେ? ପିଲାମାନେ ଅନ୍ୟ ସଂଖ୍ୟାଟି ନିର୍ଣ୍ଣୟ କରିବାର ଏକ ସୂତ୍ର ଅଛି। ସୂତ୍ରଟି ହେଲା ଗସାଗୁ ଗୁଣନ ଲସାଗୁ ହରଣ ଦତ୍ତ ସଂଖ୍ୟା। ଏହି ପ୍ରଶ୍ନଟିରେ ଅନ୍ୟ ସଂଖ୍ୟାଟି ହେବ 48। କ୍ୱେଶ୍ଚନ୍ ନମ୍ବର 4, ଦୁଇଟି ସଂଖ୍ୟାର ଲସାଗୁ 120 ଓ ଗସାଗୁ 4, ଗୋଟିଏ ସଂଖ୍ୟା 12 ହେଲେ ଅନ୍ୟଟି କେତେ? ଡିୟର୍ ଷ୍ଟୁଡେଣ୍ଟସ୍, ଏହି କ୍ୱେଶ୍ଚନଟିର ଆନ୍ସର ତମେ ନିଜେ କରିବ ଏବଂ ମୋତେ ଜଣାଇବ। କ୍ୱେଶ୍ଚନ୍ ନମ୍ବର 5, 1ରୁ 50 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟାର ଯୋଗଫଳ କେତେ? ଦେଖ ପିଲାମାନେ, ଏଠାରେ ପୁଣି ସେହି ପ୍ରଶ୍ନ, କ୍ରମିକ ସଂଖ୍ୟାର ଯୋଗଫଳ ଆସିଲା। ତ ଆମେ ପୁଣି ସେହି ସୂତ୍ର ପକାଇବା। କ୍ରମିକ ସଂଖ୍ୟାର ଯୋଗଫଳ ସମାନ ଶେଷ ସଂଖ୍ୟା ଗୁଣନ ତାର ପର ସଂଖ୍ୟା ହରଣ 2। ଏଠାରେ ଶେଷ ସଂଖ୍ୟା 50, ତାର ପର ସଂଖ୍ୟା 51 ହେଲେ ଯୋଗଫଳ ହେବ 1275। କ୍ୱେଶ୍ଚନ୍ ନମ୍ବର 6, 1 ଠାରୁ 20 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟାର ଯୋଗଫଳ କେତେ? ଏହି ପ୍ରଶ୍ନଟିର ଉତ୍ତର ତମେ ନିଜେ କରିବ ଏବଂ ମୋତେ ଜଣାଇବ। ଡିୟର୍ ଷ୍ଟୁଡେଣ୍ଟସ୍, ଏହିପରି ଆହୁରି ଅନେକ ପ୍ରଶ୍ନର ସମାଧାନ ଆମେ କରିବା। ସୋ ଆଜିର ଭିଡ଼ିଓଟି କିପରି ଲାଗିଲା ନିଶ୍ଚୟ ଜଣାଇବ ଏବଂ ନିଜର କିଛି ବି ଡାଉଟ୍ ଥିଲେ ଦୟାକରି ମୋତେ ପଚାରିବ। ମୁଁ ନିଶ୍ଚିତ ଭାବରେ ତୁମମାନଙ୍କର ଡାଉଟ୍ କ୍ଲିୟର କରିବାରେ ସାହାଯ୍ୟ କରିବି। ଭିଡ଼ିଓଟି ଯଦି ଭଲ ଲାଗିଲା ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ଶୀଘ୍ର ତୁମମାନଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ many thanks to all of you my dear students. Have a bright future.